ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଯୋଗେଶ ଜଜ ଏକ ନମ୍ବର ଓଡ଼ିଶାର ଟପ୍ କମେଡିଆନ୍। ଆଜି ଆମେ କଥା ହେବା ତାଙ୍କର କ୍ୟାରିୟର ଏବଂ ଲାଇଫ ପାର୍ଟନର ଏବଂ ତାଙ୍କର ସମ୍ପତ୍ତି କେତେ ଅଛି। ଦର୍ଶକ ବନ୍ଧୁ ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଯୋଗେଶ ଜଜଙ୍କ କମେଡି ଆପଣଙ୍କୁ ଭଲ ଲାଗେ ତାହେଲେ ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଯୋଗେଶ ଜଜ କମେଡି ସହିତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କମେଡିଆନ ଆକ୍ଟିଂ ରୂପରେ। ଯୋଗେଶ ଜଜ ସମ୍ବଲପୁର ରସାପାଲିଠାରେ ଜନ୍ମଗ୍ରହଣ କରିଥିଲେ। ଯୋଗେଶ ଜଜଙ୍କ ପୁରା ନାଁ ହେଉଛି ଯୋଗେଶ ସୁବର, କିନ୍ତୁ ସମସ୍ତେ ଯୋଗେଶ ଜଜ ନାଁରେ ସମସ୍ତେ ଲୋକ ଜାଣିଛନ୍ତି। ଯୋଗେଶ ଜଜ ପାଠପଢା ସହିତ ପେଟ୍ରୋଲ ପମ୍ପରେ ମାସକୁ 3000 ଟଙ୍କାରେ କାମ କରୁଥିଲେ। ଯୋଗେଶ ଜଜଙ୍କୁ ସ୍କୁଲ ସମୟରୁ କମେଡି କରିବା ପାଇଁ ବହୁତ ଆଗ୍ରହ ଥିଲା। ସ୍କୁଲ ଫଙ୍କସନ ବେଳେ ତାଙ୍କ ସାଙ୍ଗମାନଙ୍କ ସହିତ ଅନେକ କମେଡି ମଜାମସ୍ତ କରନ୍ତି। ଯୋଗେଶ ଜଜ ଦିନେ ପେଟ୍ରୋଲ ପମ୍ପରେ କାମ କରିବା ସମୟରେ ଜଣେ ୟୁଟ୍ୟୁବର ସହିତ କଥା ହେଲେ। ସେତିକିବେଳେ ଯୋଗେଶ ଜଜଙ୍କୁ ନେଇ କମେଡିଆନ ରୂପରେ ଆକ୍ଟିଂ କରାଇଲେ। ସେଇ ୟୁଟ୍ୟୁବ ଚ୍ୟାନେଲର ନାଁ ପାଣିନି ପ୍ରଯୋଜନା ପ୍ରଡକ୍ସନ। ଯୋଗେଶ ଜଜ ସେଇ ୟୁଟ୍ୟୁବ ଚ୍ୟାନେଲରେ ଫେମସ ହେଲା ପରେ 2017 ମସିହାରେ ଜଜ ଜେ5 ପ୍ରଡକ୍ସନରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ। ବର୍ତ୍ତମାନ ପାଖାପାଖି ସବସ୍କ୍ରାଇବର 2 ମିଲିୟନ୍ସରୁ ଅଧିକ ହେଲେଣି। କମେଡି ସହିତ ପ୍ରମୋସନ ଏବଂ ଗେମିଂ ପ୍ରମୋସନ ଅଧିକରୁ ଅଧିକ ଟଙ୍କା ଯୋଗେଶ ଜଜ ଇନକମ କରୁଛନ୍ତି। ଯୋଗେଶ ଜଜ କଲେଜ ଟାଇମରେ ଯାହାକୁ ଭଲ ପାଉଥିଲା ତାହାକୁ ହିଁ ବିବାହ କରିଥିଲେ ଏବଂ ଯୋଗେଶ ଜଜଙ୍କର ଇନକମ ମାସକୁ ପାଖାପାଖି 2 ଲକ୍ଷରୁ 3-4 ଲକ୍ଷ ପର୍ଯ୍ୟନ୍ତ ଇନକମ କରିଥାନ୍ତି। ଦର୍ଶକ ବନ୍ଧୁ ଆପଣଙ୍କୁ ରିକ୍ୱେଷ୍ଟ କରିବି ଆପଣମାନେ ଯୋଗେଶ ଜଜଙ୍କୁ କୋଉ ଫିଲ୍ମରେ ପ୍ରଥମ କରି ଦେଖିଥିଲେ ତାହା ଏଇ ଭିଡିଓର କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ଯାହା ଫଳରେ ସବୁଦିନ ନୂଆ ନୂଆ ଅପଡେଟ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଜିର ଅପଡେଟ ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷା କରନ୍ତୁ ନେକ୍ସଟ ଅପଡେଟ ପାଇଁ।